ନିଶ୍ଚୟ ପଡୁଛି, ନିଶ୍ଚୟ ପଡୁଛି। କାହିଁକି ନା ବର୍ତ୍ତମାନ ଇଏ ଯେତେ ସବୁ ଘଟଣା ଘଟି ଚାଲିଛି, ଯାତ୍ରା ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ଯାଉଛି। କାହିଁକି? ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ହେଉଛନ୍ତି ମାଲିକ ମାନେ। ଆଉ କଳାକାର କାହିଁକି? ଯେହେତୁ ଆମର ମୋର ମାଲିକ ରଙ୍ଗମହଲର ଆମର ପ୍ରଯୋଜକ ସତ୍ୟବାବୁ କହିଲେ ଯୋଉ କଥାଟି ଯେ ମାନେ ତାଙ୍କ ଭିତରେ ସମନ୍ୱୟ ନାହିଁ, ଗୋଟେ ୟୁନିୟନ ନାହିଁ ତାଙ୍କ ଭିତରେ। ସଂଘ ଯଦି ଥାନ୍ତା, ଗୋଟେ କଳାକାରକୁ ଦରମା ବଢଉଛି କିଏ? ସେଇ ମାଲିକ ବଢଉଛନ୍ତି। ତାର ପ୍ରଭାବ ପଡୁଛି, କମିଟି କରୁଛି, ଦର୍ଶକଙ୍କ ଉପରେ ପଡୁଛି। ତେଣୁ ମୋର କହିବା କଥା, ମାଲିକ ମାନଙ୍କର ସଂଘ ଯେ ପର୍ଯ୍ୟନ୍ତ ଠିକ ନ ରହିବ ସେ ପର୍ଯ୍ୟନ୍ତ ଏମିତି ଚାଲିବ। ଚାଲିବ କଣ? ଏମିତି ଯାତ୍ରା ତ ବୁଡିଲାଣି, ବୁଡିଯିବ। ଆଉ କଣ ଅଛି କି ଯାତ୍ରା? ମାଲିକ ମାନେ କଳାକାର ଚିହ୍ନିକି ପଇସା ଦଉନାହାନ୍ତି, ବର୍ତ୍ତମାନ ପୋଷ୍ଟ ଉପରେ ପଇସା ଦଉଛନ୍ତି। ହିରୋ, ଭିଲିଆନ, ହିରୋଇନ, କମେଡି, ମଦ ଏଇ ହିସାବରେ ଦେଖିକି ପଇସା ଦଉଛନ୍ତି। କଳାକାର ଚିହ୍ନିକି ଯଦି ପଇସା ଦଉଥାନ୍ତେ ଆଜି ଏ ପ୍ରକାର ପରିସ୍ଥିତି ହେଇନଥାନ୍ତା। ଯାତ୍ରା ଆଜି କୋଉଠି ଥିଲା, କୋଉଠି ଆସିକି ପହଞ୍ଚିଲାଣି। ତାକୁ ପୁଣି ଯୋଉ ବର୍ତ୍ତମାନ ଯାତ୍ରାର ଯୋଉ କେଲେଙ୍କାରୀ ଚାଲିଲାଣି, ଏଇ ଯୋଉ ଯାତ୍ରା ବୁଡିବ ନା ରହିବ? ଆମେ ମାନେ ସବୁ କଣ କରିବୁ? ଆମେ 45 ବର୍ଷ ଧରିକି ଖଟିକି ଆସିଛୁ, ଯାତ୍ରାକୁ ବଞ୍ଚେଇକି ରଖିଛୁ। ଆମ ପୂର୍ବପୁରୁଷ ବଞ୍ଚେଇଥିଲେ, ମାଟି ଘର କରିଥିଲେ। ଆମ ପିଢିର ଆସିଲେ କୋଠା ଘର କଲେ। ଏବେ ମାର୍ବଲ ପଡୁଛି, ଟାଇଲ ପଡୁଛି, କିନ୍ତୁ ଛାତ ଘର ସେଇ ରହିଛି। ଏଇ ଛାତ କଣ କରିବେ ଯଦି ଏଠି ବନ୍ଦ ହେଇଯିବ? ଆମେ ସବୁ କଣ କରିବୁ? ତେଣୁ ମୋର ଅନୁରୋଧ ମାଲିକ ମାନଙ୍କୁ ଯେ ସେମାନେ ସଂଘ କରନ୍ତୁ। ଆଉ ଆମ କଳାକାରଙ୍କର ସଂଘ ନାହିଁ। ତେଣୁ ଆମେ ସେଥିପାଇଁ ନିଜେ ବହୁତ ଦୁଃଖିତ। ଖାଲି ଗୋଟେ ବାହାରପଟ ମାରୁଛୁ ଆମର ସଂଘ ଅଛି, ସଂଘ ଅଛି। ସଂଘ ନାହିଁ ଆମର। ଯଦି ଆମର ସଂଘ ଥାନ୍ତା ତାହେଲେ କଳାକାର କିଏ ଭୁଲ କଲେ ମାଲିକ ମାନେ ଆମ ସଂଘରେ ପକେଇଲେ, ତାକୁ କଳାକାର ସଂଘ ବୁଝିଲା। ମାଲିକ ମାନେ କିଏ ଭୁଲ କଲେ ସେଟା ମାଲିକ ମାନଙ୍କ ସଂଘରେ ପଡିଲା, ମାଲିକ ମାନେ ବୁଝିବେ। କିନ୍ତୁ ସେଇଟା ହେଇପାରୁନି। ସଂଘ କଲେ, ମାଲିକ ନଥିଲେ ଯାତ୍ରା କଳାକାର ବଞ୍ଚି ପାରିବେନି। ମାଲିକ ଆମର ଦରକାର। ସେ ଜଣେ ପଇସା ଖର୍ଚ୍ଚ କରିକି ଯେତେବେଳେ କରୁଛନ୍ତି ସେତେବେଳେ ଆମେ ବଞ୍ଚିବୁ, ତା ନହେଲେ କେମିତି ବଞ୍ଚିବୁ?